ଗୋଟିଏ ଛୋଟିଆ ଗ୍ରାମ ଥିଲା, ଯାହାର ସୁନ୍ଦରତାର କିଛି ବି ତୁଳନା କରିହେବ ନାହିଁ। ସେହି ଗ୍ରାମର ଲୋକମାନେ ବହୁତ ଆନନ୍ଦର ସହିତ ମିଳିମିଶି ରହୁଥିଲେ। ସେହି ଗ୍ରାମର ନାମ ଥିଲା ସୁଖୀପୁର। ଗାଁର ନାଁ ଯେମିତି, ଲୋକେ ମଧ୍ୟ ସେମିତି ସୁଖୀରେ ରହୁଥିଲେ। ସେହି ଗାଁ ମଝିରେ ଗୋଟିଏ ବରଗଛ ଥିଲା, ଯାହାକି ଗ୍ରାମର ସମସ୍ତଙ୍କର ପ୍ରିୟ ସ୍ଥାନ ଥିଲା। ସେ ପାଖରେ ସନ୍ଧ୍ୟାରେ ସମସ୍ତ ଗ୍ରାମର ଲୋକେ ଏକାଠି ହେଉଥିଲେ ଓ ତାଙ୍କ ଭିତରେ ଭଲ ମନ୍ଦ କଥାବାର୍ତ୍ତା ହେଉଥିଲେ। ସେହି ଗ୍ରାମରେ ରାମୁ ନାମକ ଏକ କୃଷକ ବାସ କରୁଥିଲା। ସେ ବହୁତ ପରିଶ୍ରମୀ ଓ ସଚ୍ଚୋଟ ଥିଲା। ରାମୁର ପତ୍ନୀ ସୀମା ଓ ତାର ଗୋଟିଏ ପୁଅ ରହୁଥିଲେ। ତାକୁ ସବୁ କାମରେ ସାହାଯ୍ୟ କରୁଥିଲେ। ରାମୁ ସକାଳୁ ସବୁଦିନ ବିଲକୁ ଚାଷ କରିବା ପାଇଁ ଚାଲିଯାଏ। ଦିନେ ରାମୁ ତାର ଜମିରେ କାଠର ଏକ ସିନ୍ଦୁକ ଦେଖିଲା। ରାମୁ ସେ ସିନ୍ଦୁକକୁ ଖୋଲିକି ଦେଖି ଚମକି ପଡ଼ିଲା। ସେ ସିନ୍ଦୁକ ଭିତରେ ସୁନା ଓ ଗହଣା ଭରପୁର ହୋଇକି ଥିଲା। ସେ ଅତି ଶୀଘ୍ର ତାର ପତ୍ନୀକୁ ଡାକିଲା ଓ ସିନ୍ଦୁକ ଦେଖେଇ ତା ବିଷୟରେ ସବୁ କଥା କହିଲା। ସୀମା, ଦେଖ, ଆମକୁ ବହୁତ ବଡ଼ ଖଜାନା ମିଳିଗଲା। ଏବେ ଆମର ଭାଗ୍ୟ ବଦଳିଯିବ। ସତରେ ଏହା ଭଗବାନଙ୍କ କୃପା। ଆମେ ଏହି ଧନକୁ ଗ୍ରାମର ଭଲ କାର୍ଯ୍ୟରେ ଲଗାଇବା ଦରକାର। ସେମାନେ ମିଶିକି ଭାବିଲେ, ଏହି ଧନକୁ ଗ୍ରାମର ଭଲ କାମରେ ଲଗାଇବୁ। ରାମୁ ଓ ସୀମା ସର୍ବପ୍ରଥମେ ଗ୍ରାମରେ ଗୋଟିଏ ସ୍କୁଲ ଖୋଲିବାର ନିଷ୍ପତ୍ତି ନେଲେ, ଯେଉଁଥିରେ କି ଗ୍ରାମର ସମସ୍ତ ପିଲା ଶିକ୍ଷା ପାଇପାରିବେ। ଆଉ ସେମାନେ ଗ୍ରାମରେ ଗୋଟିଏ କୂଅ ଖୋଲିବାର ନିଷ୍ପତ୍ତି ନେଲେ, ଯେଉଁଥିରେ ସମସ୍ତଙ୍କୁ ସଫା ପାଣି ପିଇବା ପାଇଁ ମିଳିପାରିବ। ଗ୍ରାମର ଲୋକେ ବି ରାମୁ ଓ ସୀମାର କାର୍ଯ୍ୟରେ ବହୁତ ଖୁସି ହେଲେ ଓ ତାଙ୍କୁ ସମସ୍ତେ ସାହାଯ୍ୟ କରିବାକୁ ଲାଗିଲେ। ଗ୍ରାମର ସମସ୍ତ ଛାତ୍ର ବି ନୂଆ ସ୍କୁଲରେ ପଢ଼ିବା ଆରମ୍ଭ କରିଦେଲେ ଓ ଧୀରେ ଧୀରେ ଗ୍ରାମର ଛବି ବଦଳିଗଲା। ଆଉ ଏବେ ଗ୍ରାମରେ ପିଇବା ପାଇଁ ପାଣି ଅସୁବିଧା ହେଲା ନାହିଁ। ସୁଖୀପୁର ଏବେ ଠିକ୍ ଅର୍ଥରେ ସୁଖ ଓ ସମୃଦ୍ଧିର ପ୍ରତୀକ ବନିଗଲା। ବହୁତ ସମୟ ଏମିତି ବିତିଗଲା ଓ ରାମୁର ପୁଅ ଛୋଟୁ ବି ବଡ଼ ହୋଇଗଲା ଓ ସେ ବି ତାର ମାତା ପିତାଙ୍କ ପରି ସଚ୍ଚୋଟପଣିଆ ଓ ପରିଶ୍ରମର ରାସ୍ତା ଆପଣେଇଲା। ଓ ଗୋଟିଏ ଦିନ ଛୋଟୁ ତାର ବାପାକୁ ପଚାରିଲା, ବାପା, ଆମକୁ ଆଉ ଥରେ କେବେ ଖଜଣା ମିଳିବ? ପୁଅ, ପ୍ରକୃତ ଖଜଣା ସୁନା ଚାନ୍ଦିରେ ନଥାଏ। ପ୍ରକୃତ ଖଜଣା ହେଉଛି ଆମର ଭଲ କର୍ମ ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ହିଁ ମିଳିଥାଏ, ଯାହା ଆମକୁ ଜୀବନ ସାରା ଖୁସିରେ ରଖିଥାଏ। ଛୋଟୁ ଏହି କଥାକୁ ଗୁରୁତ୍ୱ ଦେଲା ଓ ସେ ବି ତାର ମାତା ପିତାଙ୍କ ପରି ଗ୍ରାମର ଭଲ କାମ କରିବା ପାଇଁ ନିଷ୍ପତ୍ତି ନେଲା। ଏହିପରି ସୁଖପୁରର ନୂଆ ସକାଳ ସବୁଦିନ ସୁଖ ଓ ସମୃଦ୍ଧି ନେଇ ଆସିଲା। ଏହି କାହାଣୀରୁ ଆମେ ଶିଖିଲୁ ଯେ ପ୍ରକୃତ ଖୁସି ଓ ସମୃଦ୍ଧି ଆମର ଭଲ କାମ ଓ ଅନ୍ୟକୁ ସାହାଯ୍ୟ କରିବାରେ ହିଁ ମିଳିଥାଏ।